ରିଲ୍ସ ନିଶା ପାଇଁ ଘଟିଛି ଏକ ବଡ଼ ଅଘଟଣ, ଯାହାକି ଖୋର୍ଦ୍ଧା ତାପଙ୍ଗ ନିକଟରେ ଥିବା ଏକ ବେଆଇନ ଗଭୀର ପଥର ଖଣି ନିକଟରେ ରିଲ୍ସ କରୁଥିବା ଜଣେ ଯୁବକ ପାଣି ଭିତରେ ନିଖୋଜ ହୋଇଯାଇଥିବା ବେଳେ ଅନ୍ୟ ଜଣେ ଯୁବକଙ୍କୁ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ ଆଜି ଦିନ ପ୍ରାୟ 11ଟା ସମୟରେ ଭୁବନେଶ୍ୱରରୁ ଏକ ଟ୍ୟାକ୍ସି ଭଡ଼ାରେ ଆଣି 2 ଜଣ ଯୁବକ ଓ ଜଣେ ଯୁବତୀ ଖୋର୍ଦ୍ଧା ଆସିଥିଲେ। ପରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଥିବା ତାଙ୍କର ଅନ୍ୟ ଜଣେ ସାଙ୍ଗକୁ ନେଇ ସଦର ଥାନା ଅନ୍ତର୍ଗତ ତାପଙ୍ଗର ଏକ ଗଭୀର ପଥର ଖଣି ନିକଟରେ ରିଲ୍ସ କରିବା ପାଇଁ ପହଞ୍ଚିଥିଲେ। ଆଉ ପାଣି ଭିତରେ ପଶି ରିଲ୍ସ କରୁଥିବା ସମୟରେ ଅସାବଧାନତାବଶତଃ ଜଣେ ଯୁବକର ଗୁଡ଼ ଖସି ଯାଇଥିଲା। ଏହା ଦେଖି ଖୋର୍ଦ୍ଧାରୁ ତାଙ୍କ ସହିତ ଯାଇଥିବା ଯୁବକ ଓମ୍ ପ୍ରକାଶ ରଥ ତାଙ୍କୁ ବଞ୍ଚାଇବାକୁ ଉଦ୍ୟମ କରି ଗଭୀର ପାଣି ଭିତରକୁ ଚାଲି ଯାଇଥିଲେ। ତେଣୁ ତାଙ୍କ ସହିତ ଯାଇଥିବା ଯୁବକ ଯୁବତୀ ଟ୍ୟାକ୍ସି ଚାଳକଙ୍କୁ ପାଟି କରି ଡାକିବା ପରେ ଟ୍ୟାକ୍ସି ଚାଳକ ମୁମୂର୍ଷୁ ଅବସ୍ଥାରେ ଯୁବକଙ୍କୁ ଉଦ୍ଧାର କରି ପୁଲିସ ଓ ଅଗ୍ନିଶମ ବାହିନୀକୁ ଏ ସମ୍ପର୍କରେ ଫୋନ୍ କରି ଜଣାଇଥିଲେ। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଦୀର୍ଘ 7 ଘଣ୍ଟା ଧରି ନିଖୋଜ ଯୁବକକୁ ପାଣିରେ ଖୋଜାଖୋଜି କରିଥିଲେ ବି କୌଣସି ପତ୍ତା ମିଳିନଥିଲା। ପରେ ୱାଟର କ୍ୟାମେରା, ସ୍କୁବା ଡ୍ରାଇଭ୍ ଟିମ୍ ଓ ଓଡ୍ରାଫ୍ ଟିମ୍ 2ଟି ବୋଟ୍ ସାହାଯ୍ୟରେ ସର୍ଚ୍ଚ ଅପରେସନ ଜାରି ରଖିଥିବା ଜଣାପଡ଼ିଛି। ସେପଟେ ଘଟଣାସ୍ଥଳରେ ସଦର ଥାନା ପୁଲିସ ଓ ଖୋର୍ଦ୍ଧା ତହସିଲଦାର ପ୍ରମୁଖ ଉପସ୍ଥିତ ରହିଥିବା ବେଳେ ଏହି ଖଣିରେ ବାରମ୍ବାର ଅଘଟଣ ଘଟୁଥିବାରୁ ଏଠାକୁ ନ ଆସିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବାରଣ କରାଯାଇଥିଲା। ଖୋର୍ଦ୍ଧା ଜିଲ୍ଲା ପ୍ରତିନିଧି ପ୍ରଶାନ୍ତ କୁମାର ବେହେରାଙ୍କ ରିପୋର୍ଟ, କୋଣାର୍କ ଲାଇଭ୍।